हेलो। गुड मॉर्निंग। गुड मॉर्निंग। गुड मॉर्निंग। ହଉ, ପଢ଼ିବା ପାଠ ଆଜି। ଆକ୍ଚୁଆଲି ଆମେ ଆଜି ପଢ଼ିବା କଥା କ'ଣ? ଚାପ୍ଟର 5 ନାଇଁ କି ଡ୍ରଗ୍ ଆକ୍ଟିଂ ଅନ୍ ସେଣ୍ଟ୍ରାଲ ନର୍ଭସ୍ ସିଷ୍ଟମ୍ସ। ତୁମେ ଅର୍ଗାନିକ୍ କେମିଷ୍ଟ୍ରି ଷ୍ଟାର୍ଟିଂ କରିବାର ଆଗରୁ ପ୍ରଥମ ବୁଝ ଆକ୍ଚୁଆଲି କ'ଣ କ'ଣ ପାଠ ପଢ଼ିତେ ପଡ଼ିବ। ତୁମେ ଯଦି ଯେକୌଣସି ପ୍ରକାର ସବଜେକ୍ଟ ତୁମେ ଷ୍ଟାର୍ଟିଂ କରିବାର ଆଗରୁ କ'ଣ ଇମ୍ପୋର୍ଟାନ୍ସ ଅଛି, କେଉଁ ଚାପ୍ଟର ଇମ୍ପୋର୍ଟାନ୍ସ ମ୍ୟାକ୍ସିମମ୍ କେଉଁ କ୍ୱେଶ୍ଚନ୍ ଆସୁଛି, ଯଦି ତୁମେ ଜାଣିପାରିବନି ଅନ୍ଦାଜିଆ ଯଦି ବାବା ପଢ଼ି ଚାଲିବ, କ୍ୱେଶ୍ଚନ୍ ଆସିବ ଗୋଟେ, ପଢ଼ିକି ଯାଇଥିବ ଗୋଟେ। ବୁଝିପାରିଲ ନା? ମ୍ୟାକ୍ସିମମ୍ ଛୁଆଙ୍କର ଅର୍ଗାନିକ୍ କେମିଷ୍ଟ୍ରି ବେକ୍ ଲାଗେ। ମ୍ୟାକ୍ସିମମ୍ ଛୁଆଙ୍କର ଏକ ତ ଗୋଟେ ଜିନିଷ ହେଉଛି ଷ୍ଟ୍ରକ୍ଚର୍ସ ପ୍ରାକ୍ଟିସ୍ ଅଭାବ। ଷ୍ଟ୍ରକ୍ଚର ବୁଝିଯିବ ଇଜିଲି, ଆଇପିଏସ୍ସି ଘୁଷି ପାରିବ ନାହିଁ। ମ୍ୟାକ୍ସିମମ୍ ସବଜେକ୍ଟ ତୁମେ ଘୁଷି ଘୁଷାକିନା ପାସ୍ ହେଇଯିବ। ଅର୍ଗାନିକ୍ କେମିଷ୍ଟ୍ରି ଏମିତି ଗୋଟେ ବାବୁ ସବଜେକ୍ଟ ଯେଉଁଟାକି ତୁମେ ମାନେ ଘୋଷିକିନା ତ ବିଲକୁଲ ପାସ୍ ହେଇପାରିବନି। ଏଠାରେ ବେସିକ୍ କନସେପ୍ଟ ଗୁଡ଼ା ଅଛି ବାବା, ଆରାମସେ ବହୁତ ଇଜି ପାଠ। ଅସୁବିଧା କି, ମୁଁ ତ ମୂଳରୁ କହିଛି ଅର୍ଗାନିକ୍ କେମିଷ୍ଟ୍ରି ଇଜି ପାଠ। ଆଉ ସବୁଠୁ ଅଧିକା ମାର୍କ କେଚିଂ ହେଉଛି ସବଜେକ୍ଟ ହେଉଛି ଅର୍ଗାନିକ୍ କେମିଷ୍ଟ୍ରି। ଅର୍ଗାନିକ୍ କେମିଷ୍ଟ୍ରି, ଫାର୍ମାକୋଗ୍ନୋସି, ଏ ଦୁଇଟାରେ ବହୁତ ଭଲ ନମ୍ବର ରହେ। ନମ୍ବର ଏତେ କଟେନି। ଅର୍ଗାନିକ୍ କେମିଷ୍ଟ୍ରି ଭଲ ଭାବରେ ପାଠ ପଢ଼ିବ, ଭଲ ନମ୍ବର ରହିବ। ଦେଖ ତାହେଲେ କ'ଣ ଆକ୍ଚୁଆଲି ତୁମ ଅର୍ଗାନିକ୍ କେମିଷ୍ଟ୍ରି ପାଠ ପଢ଼ିବା ଦରକାର। ପ୍ରଥମ ଆଜି ଦେଖ, ହଁ, ଅର୍ଗାନିକ୍ କେମିଷ୍ଟ୍ରି କ'ଣ ପାଠ ପଢ଼ିବ ଦେଖ। ପ୍ରଥମ ଜିନିଷ ହେଉଛି ଡେଫିନେସନ୍। ଯେତିକି କିଛି ବି ଚାପ୍ଟର୍ସ ଅଛି ଅର୍ଗାନିକ୍ କେମିଷ୍ଟ୍ରିରେ, ସବୁଗୁଡ଼ାର ଭଲ ଭାବରେ ଡେଫିନେସନ୍ ପ୍ରାକ୍ଟିସ୍ କରିବ। ସେକେଣ୍ଡ ଜିନିଷ ହେଉଛି କ'ଣ? କ୍ଲାସିଫିକେସନ୍। ଠିକ୍ ଅଛି। କ୍ଲାସିଫିକେସନ୍ ପରେ ଷ୍ଟ୍ରକ୍ଚର୍ସ ପାଠ ପଢ଼ିବ। କେଉଁ ଷ୍ଟ୍ରକ୍ଚର୍ସର? ଯେଉଁଗୁଡ଼ାର ତୁମର ଷ୍ଟାର ମାର୍କ୍ସ ଦିଆଯାଇଛି। ଦେଖିବା ଆଜି କେଉଁ ଷ୍ଟ୍ରକ୍ଚର୍ସର ପାଠ ପଢ଼ିତେ ପଡ଼ିବ। ଇମ୍ପୋର୍ଟାଣ୍ଟ ଷ୍ଟ୍ରକ୍ଚର ପୁଣି ସେଠୁ କ'ଣ ହେଲା। ତାପରେ କ'ଣ ପାଠ ପଢ଼ିତେ ପଡ଼ିବ ତୁମକୁ? ଆଇପିଏସ୍ସି ଷ୍ଟ୍ରକ୍ଚର୍ସର ଆଇପିଏସ୍ସି। ଏ ଜିନିଷ ଆବା ଘୋଷିଲେ ହେବନି। ଏଇଟା ଗୋଟେ ଏମିତି ଜିନିଷ, ଷ୍ଟ୍ରକ୍ଚର୍ସ ଆଉ ଆଇପିଏସ୍ସି, ଏଇଟା ତୁମକୁ ବୁଝିତେ ପଡ଼ିବ ଭଲ ଭାବରେ। ମେନଲି ତ ଆଇପିଏସ୍ସି। ଆଇପିଏସ୍ସି ବୁଝିପାରିବନି, କେତେଟା ଷ୍ଟ୍ରକ୍ଚର ଘୋଷିବ କୁହ? କେତେଟା ଷ୍ଟ୍ରକ୍ଚର୍ସ ତୁମେ ଆଇପିଏସ୍ସି ଘୋଷିକି ଲେଖି ଦେଇପାରିବ? ୟାକୁ ଯଦି ଭଲ ଭାବରେ ବୁଝିବ ଆରାମସେ ଲେଖି ହେବ। ହଁ, ତାପରେ ଦେଖ, ଏଇ ଯୋଉ ପର୍ଟିକୁଲାର ଷ୍ଟ୍ରକ୍ଚର୍ସର କ'ଣ ପାଠ ପଢ଼ିତେ ପଡ଼ିବ ଦେଖ। ଏଇ ଷ୍ଟ୍ରକ୍ଚର ପ୍ରଥମ ଜିନିଷ ହେଉଛି କ'ଣ ପାଠ ପଢ଼ିତେ ପଡ଼ିବ? ୟୁଜ୍। ଠିକ୍ ଅଛି, ଭେରି ଭେରି ଇମ୍ପୋର୍ଟାଣ୍ଟ ୟୁଜ୍। ତାପରେ ଏଇ ଷ୍ଟ୍ରକ୍ଚରର ପର୍ଟିକୁଲାର ମାର୍କେଟ ଫର୍ମୁଲେସନ୍ କ'ଣ ଆସେ? ମାର୍କେଟ ଫର୍ମୁଲେସନ୍, ବ୍ରାଣ୍ଡ ନେମ୍, ତାପରେ ହେଉଛି ତାହାର ଷ୍ଟୋରେଜ କଣ୍ଡିସନ୍। ବାସ୍, ଏତିକି ପାଠ ଅଛି ତୁମର ଅର୍ଗାନିକ୍ କେମିଷ୍ଟ୍ରି। ସବୁଗୁଡ଼ାର ଚାପ୍ଟର ଭଲ ଭାବରେ କହିଲି ପୁରା ଷ୍ଟ୍ରକ୍ଚର ତୁମେ ଡେଫିନେସନ୍ ସିଓର ପଡ଼ିବ। ଏକ ତ ତୁମ ଭାଇବାରେ ହିଁ ପଚାରିବେ କଲେଜରେ। ଠିକ୍ ଅଛି, ଡେଫିନେସନ୍ ପଚାରିବେ, କ୍ଲାସିଫିକେସନ୍ ପଚାରିବେ। ଠିକ୍ ଅଛି, ୟୁଜ୍ ପଚାରିବେ। ତ ଏଗୁଡ଼ା ଭେରି ଭେରି ଇମ୍ପୋର୍ଟାଣ୍ଟ। ବେଳେବେଳେ ସର୍ଟ କ୍ୱେଶ୍ଚନ୍ ଡାଇରେକ୍ଟଲି ଷ୍ଟ୍ରକ୍ଚର୍ସ ଆଉ ୟୁଜ୍ ଆସେ। ତ କ'ଣ ତୁମେ ସର୍ଟ କ୍ୱେଶ୍ଚନରେ ପାଇବ ଦେଖ। ଏକ ତ ଡେଫିନେସନ୍ ପାଇଯିବ ସର୍ଟ କ୍ୱେଶ୍ଚନ୍, ଷ୍ଟ୍ରକ୍ଚର୍ସ ପାଇବ ସର୍ଟ କ୍ୱେଶ୍ଚନ୍, ଆଇପିଏସ୍ସି ସାଙ୍ଗରେ ସର୍ଟ କ୍ୱେଶ୍ଚନ୍ ପାଇଯିବ, 1 ମାର୍କିଆ କ୍ୱେଶ୍ଚନ୍, ନହେଲେ 3 ମାର୍କିଆ କ୍ୱେଶ୍ଚନ୍। 3 ମାର୍କିଆ କ୍ୱେଶ୍ଚନ୍ ହେଲେ ୟୁଜ୍କୁ ସାଙ୍ଗରେ ଦେଇଦେବ, ଅଦରୱାଇଜ ଡାଇରେକ୍ଟ ଷ୍ଟ୍ରକ୍ଚର୍ସ ଦେଇଦେବ, ଷ୍ଟ୍ରକ୍ଚର ଆଇପିଏସ୍ସି। ଠିକ୍ ଅଛି, ତାପରେ ଏତିକି ଜିନିଷ ପଢ଼ି ସାରିଲା ପରେ ଆଉ ଗୋଟେ ପାଠ ପଢ଼ିବ। ଆଉ ଗୋଟେ ପାର୍ଟରୁ କ୍ୱେଶ୍ଚନ୍ ଆସେ, ସେଟା ହେଉଛି ତୁମର, ସେଟା ଗୋଟେ କ୍ୱେଶ୍ଚନ୍ ଆସେ ତୁମର କୋଉଠୁ ଆସେ ରେ? ହେଟେରୋସାଇକ୍ଲିକ୍। ହେଟେରୋସାଇକ୍ଲିକ୍ ଷ୍ଟ୍ରକ୍ଚର। ହେଟେରୋସାଇକ୍ଲିକ୍ ଷ୍ଟ୍ରକ୍ଚର ତୁମକୁ ଦେଇ ଦିଆଯାଇଛି କେତେଟା? 51 ଷ୍ଟ୍ରକ୍ଚର। ଗତ କ୍ଲାସରେ ଷ୍ଟ୍ରକ୍ଚର 51 ଷ୍ଟ୍ରକ୍ଚରରୁ ସବୁଗୁଡ଼ା କିଛି ଘୁଷିବା ଦରକାର ନାହିଁ। ଯୋଉଟା ଯୋଉଟା ରାଇଟ୍ ମାରି ଦେଇଛି, 30ଟାରୁ 31ଟା କେତେ କ୍ୱେଶ୍ଚନ୍ ଅଛି, ସେଗୁଡ଼ା ଭଲ ଭାବରେ ପ୍ରାକ୍ଟିସ୍ କରିବ। ପାଖାପାଖି ଅଛି, ଯୋଉଟା ରାଇଟ୍ ମାରି ଦିଆଯାଇଛି ସେଗୁଡ଼ା ମ୍ୟାକ୍ସିମମ୍ ଟାଇମ୍ କ୍ୱେଶ୍ଚନ୍ ଆସେ। ଆଉ ସେଇ ଷ୍ଟ୍ରକ୍ଚର୍ସକୁ ଯଦି ତୁମେ ଭଲ ଭାବରେ ପ୍ରାକ୍ଟିସ୍ କରିବ, ତବେ ଯାଇକିନା ଚାପ୍ଟରରେ ପୁଣି ଅଛି ଆପ୍ଲିକେବୁଲ୍ ଅଛି, ପୁଣି ସେ ଜିନିଷ ବୁଝିପାରିବନି। ସେଟା ଯଦି ମନେ ରଖିବନି, ପୁଣି ଏଠି ନମ୍ବରିଂ ବି କରି ଜାଣିବନି। ସେ ଷ୍ଟ୍ରକ୍ଚର କୋଉଠୁ ଆସିଲା। ମ୍ୟାକ୍ସିମମ୍ ଛୁଆ ବୁଝିପାରନ୍ତିନି, ସେ ହେଟେରୋସାଇକ୍ଲିକ୍ ଷ୍ଟ୍ରକ୍ଚର ପଢ଼ିନଥାନ୍ତି। ଏ ଷ୍ଟ୍ରକ୍ଚର କୋଉଠୁ ଆଇଲା, ତାଙ୍କୁ କୁହାଯାଏ ପାରେଣ୍ଟ ନ୍ୟୁକ୍ଲିୟସ୍। ସେଗୁଡ଼ା ସବୁ ଘୋଷିବ। ଏଇ ଆଟଲିଷ୍ଟ ତ ମୁଁ କହୁଛି 30ଟାରୁ 35ଟା କେତେ ତାହାର ଅଛି, ଭଲ ଭାବରେ ପ୍ରାକ୍ଟିସ୍ କରିବ। ସେ ଷ୍ଟ୍ରକ୍ଚର୍ସ ତୁମେ ସେଠୁ ବି ପାଇଯିବ ସର୍ଟ କ୍ୱେଶ୍ଚନ୍। ତୁମେ ସେଠୁ ସର୍ଟ କ୍ୱେଶ୍ଚନ୍ ପାଇଯିବ, 1 ମାର୍କିଆ କ୍ୱେଶ୍ଚନ୍ ସିଓର ଆସେ। 3ଟାରୁ 5ଟା ସିଓର ଆସେ, 5ଟା କ୍ୱେଶ୍ଚନ୍ ସିଓର ଆସିବ ସେଠୁ। ଡାଇରେକ୍ଟ କ୍ୱେଶ୍ଚନ୍ ପାଇବ ସେଠୁ। ଷ୍ଟ୍ରକ୍ଚର ଆଉ ତାର ନମ୍ବରିଂ କରିବ, ଆଉ କିଛି କରିବା ଦରକାର ନାହିଁ। ଷ୍ଟ୍ରକ୍ଚର ଗୋଟେ ଦେଇଥିବ, ଯଦି ଧରାଯାଉ ଆକ୍ରିଡିନର ଦେଲା, ପାଇରିଡିନର ଦେଲା, ଇଣ୍ଡୋଲର ଦେଲା, ଫେନୋଥାୟାଜାଇନର ଦେଲା, ଆଜେପାଇନର ଷ୍ଟ୍ରକ୍ଚର୍ସ ଦେଲା, ବୁଝିପାରିଲ ନା? ଆଇସୋକ୍ୱିନୋଲାଇନର ଷ୍ଟ୍ରକ୍ଚର ଦେଲା, ତାର କ'ଣ କରିବ? କେବଳ ଷ୍ଟ୍ରକ୍ଚର୍ସ କରିବ, ତାର ନମ୍ବରିଂ କରିବ। ଇଏ ବାବୁ 1 ନମ୍ବର। ତ ଏଇ ଟାଇପ୍ର କରିକି
तो माने आराम से भलो नंबर रखी पारियो एई जिनसटा मैक्सिमम छुआ पढ़ंती नै स्ट्रक्चर एई जो हेटेरोसाइक्लिक रो स्ट्रक्चर मैक्सिमम छुआ पढ़ंती नै से जिनस छाड़ी दैथांती पुणी हैरान होंती आ गुटे होची डेफिनेशन एतकी जिनस तुमको पाठ पढ़ते पड़ियो बुझी पारले जिनस तारपर देखो एई जो कहले आमे स्ट्रक्चर्स रो को स्ट्रक्चर्स रो पर्टिकुलर पढ़ियो काहार देखो फास्ट जिनस होची एडा हम पढ़िथिले इंट्रोडक्शन देखो स्टडी ऑफ द फॉलोइंग कैटेगरी ऑफ द मेडिसिनल कंपाउंड्स विथ रेस्पेक्ट टू क्लासिफिकेशन तार कौन कौन पाठ पढ़ते पड़ियो देखो से जो पूर्व आमे डिस्कशन कले क्लासिफिकेशन केमिकल नेम्स ठीक अछि दैट इज आईयूपीएससी आउ केमिकल स्ट्रक्चर्स काहारो ना कंपाउंड्स मार्क विथ स्टार मार्क जोटार स्टार मार्क हेइची केवल तुम ताहारो ही पढ़ियो सब गुडार पढ़ी ना किसी लाभ नहीं ताहारो पुणी पर्टिकुलर कौन पाठ पढ़ियो यूज आउ स्टेबिलिटी एंड स्टोरेज कंडीशन डिफरेंट टाइप ऑफ फॉर्मुलेशन आ गुडो जे तुमरो कोन एंड देयर ब्रांड नेम्स पॉपुलर ब्रांड नेम्स लिखते पड़ियो सेति तो पाठ ताहले मोटामोटी भाव रे ऑर्गेनिक केमिस्ट्री काहारो पाठ पढ़ियो रे तो माने जहारो स्टार मार्क हेइची जहार भी स्टार मार्क हेइची ते स्ट्रक्चर पढ़ियो तार आईपीएससी पढ़ियो ताहारो यूजेस पढ़ियो तार मार्केट फॉर्मुलेशन पढ़ियो ब्रांड नेम पढ़ियो आ ताहारो स्टोरेज कंडीशन पढ़ियो देखो ताले लास्ट हम कहि दी पर्टिकुलर को चैप्टर वेरी वेरी इंपोर्टेंट सेतकी चैप्टर पढ़ियो सियोर पास हे जिवो भलो नंबर रखिना हाँ एमती किसी नहीं खाली पास हो देखो ड्रग एक्टिंग ऑन सेंट्रल नर्वस सिस्टम्स फास्ट हम पढ़ा ये बाबद ठीक अच्छे कौन कौन देख आग जान जे कौ इंपोर्टेंस प्रथम हूँ देखो ड्रग एक्टिंग ऑन सेंट्रल नर्वस सिस्टम्स अनास्थेटिक्स सेडाटिव हिप्नोटिक्स वेरी वेरी इंपोर्टेंस एगुड़ा देखो एगुड़ा जार जार स्टार मार्क होती एगुड़ार केवल पाठ पढ़ो एटा तुम जाच बाबा डाइजिपाम अल्प्राजोलाम जो जो चैप्टर रे कौन अच्छी ताहार स्टार मार्क दिखाई जो स्ट्रक्चर्स रो केवल ताहार ही पाठ पढ़ियो आर गुड़ार किसी पढ़ा दरकार नहीं नाइट्राजिपाम किसी पढ़ा दरकार नहीं ये देखो फेनोबारबिटाल एटा सब गुड़ार स्टार मार्क दिखाई जहाँ पाखे सिलेबस ना मेसेज करियो तुम सिलेबस दे दिया जिवो अदरवाइज तुम माने वेबसाइट रू भी डायरेक्टली भी पाई जाई पारियो सिलेबस ठीक अच्छे देखो कोड़ा इंपोर्टेंस कही दउछि जानि पारलो कोड़ा ताने पाठ पढ़ियो फेनिटोएन हला कार्बामाजेपाइन सब गुड़ार स्टार मार्क जोड़ा जोड़ा स्टार मार्क अछि तापर देखो नेक्स्ट सिम्फाथो सिम्फाथोमाइमेटिक काहार भितर आसीबो से ड्रग एक्टिंग ऑन ऑटोनोमिक नर्वस सिस्टम्स सिम्फाथोमाइमेटिक एजेंट एडेनर्जिक एंटागोनिस्ट कोलिनर्जिक ड्रग एंड रिलेटेड एजेंट कोलिनर्जिक ब्लॉकिंग एजेंट्स कौन कौन चैप्टर अच्छे देखो आगो एंटी अरिथमेटिक ड्रग्स एंटी हाइपोटेंसिव एजेंट एंटी एंजियल एजेंट डायूरेटिक्स आ कौन अच्छे तुम हाइपोग्लिसेमिक एजेंट एनालिसिक एंड एंटी इन्फ्लेमेटरी एजेंट नॉन स्टेरॉयडल एंटी इन्फ्लेमेटरी एजेंट एंटी फंगल एजेंट तापरे यूरिनरी ट्रैक्ट इन्फेक्शन एंटी ट्यूबरकुलर एजेंट तापरे एंटी वायरल एजेंट तापरे एंटी मलेरियल बुझी पारलनि हम्म आ कौन अच्छे एते गुडे चैप्टर हेगला हो कहीदेवा कौन कौन चैप्टर तापरे पढ़ियो देखो सल्फोनामाइड्स आउ एंटीबायोटिक्स एंटी नियोप्लास्टिक एतकी गुडे तुमरो अच्छे सेइटू भेरी भेरी इंपोर्टेंट्स कौन कौन तुम्हें पढ़िबा निहाती दरकार देखो प्रथम जिनिस होची सेराटिव एंड हिप्नोटिक्स प्रायोरिटी अनुଯାୟୀ कहि दउचे सबु सब्जेक्ट रो कोगुड़ा भेरी भेरी इंपोर्टेंट कोगुड़ा मैक्सिमम टाइम क्वेश्चन आसे पढ़िबार आगु एति जिनिस तुम जानिबा दरकार नहले अननेसेसरी तुम माने पढ़ी चलथियो इंपोर्टेंस गुड़ा लास्ट रे पढ़ियो लैक ऑफ प्रैक्टिस परीक्षा रे लिखला बेलको आ किछि मने रहइबो नै तो आगे जोड़ा इंपोर्टेंस अच्छी ताकू भल भाव प्रैक्टिस करियो जोड़ा मैक्सिमम टाइम क्वेश्चन आछन ता पढ़ी किना जीवो ठीक अछि किंतु एते भी जे नाही सेटा प्रथम पाठ पढ़ियो जोड़ा मैक्सिमम टाइम क्वेश्चन आछे ता लास्ट पाठ पढ़ियो सेमति हला हैरान हो ए देखो ऑर्गेनिक केमिस्ट्री एई चैप्टर को बिल्कुल छाड़ियो नै कहि दुछि कोड़ा इंपोर्टेंस अच्छे कौन कौन सेडाटिव एंड हिप्नोटिक्स एंटी कन्वुलेंट एंटी हाइपोटेंसिव डाईयूरेटिक हाइपोग्लिसेमिक एनएसाइड एंटी टीबी एंटी मलेरियल एंटी बायोटिक्स आउ एंटी नियोप्लास्टिक्स भेरी भेरी इंपोर्टेंट्स एतकी चैप्टर्स याकू केतेबेले छाड़ी जीवन सियोर परीक्षा रे आसीयो कहार इन मूर्ख ऑर्गेनिक पढ़ा होची इनऑर्गेनिक रो तुमको इंपोर्टेंस दरकार है ऑर्गेनिक रो आगे मन रखना एतकी जिंस भल भाବରେ प्रैक्टिस इनऑर्गेनिक पढ़ेला बेला मु इनऑर्गेनिक रो कथा कहि दिबी कोड़ा इंपोर्टेंस तारो ठीक अछि आउ सब जहार भी रही गला बुझलो ना ताहार कोन पाठ पढ़ियो सेमती नाही कि जोगुड़ा में छाड़ी देले जो चैप्टर्स गुड़ा में छाड़ी देले से क्वेश्चन आसे से क्वेश्चन आसे से क्वेश्चन स्ट्रक्चर आसे आईपीएस आसे वेरी वेरी इंपोर्टेंट से पर्टिकुलर चैप्टर गुड़ारू कौन पाठ पढ़ियो देखो प्रथम जिनस होची कौन डेफिनेशन
ସିଓର ଏକ ମାର୍କିଆ କ୍ୱେଶ୍ଚନ୍ ଆସିବ। ଯୋଉ ଯୋଉ ଚାପ୍ଟର ଛାଡ଼ିଛ ସେଗୁଡ଼ାର ଭଲ ଭାବରେ କ'ଣ ପ୍ରାକ୍ଟିସ୍ କରିବ, ଡେଫିନେସନ୍ ପ୍ରାକ୍ଟିସ୍ କରିବ। ସେକେଣ୍ଡ ହେଉଛି ତାହାର ଷ୍ଟାର ମାର୍କସ୍ ଷ୍ଟ୍ରକ୍ଚର୍ସ ଗୁଡ଼ା, ଯେତିକି କିଛି ଷ୍ଟାର ମାର୍କ ଅଛି, ଷ୍ଟ୍ରକ୍ଚର ୱିଥ୍ ଆଇପିଏସ୍, ଏତିକି ପାଠ ପଢ଼ିବ। ବେଳେ ବେଳେ ୟାର ଯୋଉ ଯୋଉ ଷ୍ଟ୍ରକ୍ଚର୍ସର ଅଛି ଷ୍ଟାର ମାର୍କ ତାହାର ୟୁଜ୍ ପାଠ ପଢ଼ିବ। ରିମେନିଂ ଯେତିକି କିଛି ଚାପ୍ଟର୍ସ ରହିଗଲା, ଆଉ ଅସୁବିଧା କିଛି ହବନି। ତୁମେ ଏଇ ୱେରେ ଯାଅ, ଦେଖିବ ଭଲ ନମ୍ବର ବି ରଖିବ, ଆରାମସେ ଇଜିଲି ପାସ୍ ହେଇଯିବ। ଆଉ ଗୋଟେ କଥା, ଯେତେବେଳେ ତୁମମାନେ ଅର୍ଗାନିକ କେମିଷ୍ଟ୍ରି ନୋଟ୍ସ କରୁଛ, ଇଏ ତ ପୁରା ନୋଟ୍ସ କରିବ ୟାର, ତାପରେ କ'ଣ କାମ କରିବ, ଗୋଟେ ଆଉ ଗୋଟେ ନୋଟ୍ସ ବନେଇବ। ସେଠାରେ କ'ଣ କାମ କରିବ କହନା, କୋଉଟା ଲେଖିବ ସେଠାରେ? କେବଳ ଦେଖ, କେବଳ କ'ଣ କରିବ, ଷ୍ଟ୍ରକ୍ଚର ୱିଥ୍ ଆଇପିଏସ୍, ୟାର ଗୋଟେ ନୋଟ୍ସ ବନେଇବ। କେବଳ ଷ୍ଟ୍ରକ୍ଚର ୱିଥ୍ ଆଇପିଏସ୍ କାହାର? ଯାହାର ଷ୍ଟାର ମାର୍କ ଅଛି। ଏଠି ସବୁ ଗୁଡ଼ାର ଲେଖିବ, ଯାହାର ବି ତୁମର ଷ୍ଟାର ମାର୍କ ଅଛି ସବୁ ଗୁଡ଼ାର ଲେଖିବ। ଯେମିତି ଆମେ ଛାଡ଼ିଛେ, ଦେଖ କାହାର କାହାର ଛାଡ଼ିଛେ କୁହନା। ହଉ, ଆମେ କାହାର ଆଗେ ଛାଡ଼ି ଦେଇଛେ ଦେଖିବା। ଆଣ୍ଟି ଭାଇରାଲର, ଆଣ୍ଟି ଭାଇରାଲର ଦେଖିଲ, ଏ ସାଇକ୍ଲୋଭିର, ସିଓର ଆସିବ ଏଗୁଡ଼ା। ଯୋଉଟା ଯୋଉଟା ଛାଡ଼ିଛ ମାନେ ଜାଣିଥିବ ଏ 1 ମାର୍କିଆ କ୍ୱେଶ୍ଚନ୍ ଆସିବ, 1 ମାର୍କିଆ 3 ମାର୍କିଆ କ୍ୱେଶ୍ଚନ୍ ଆସିବ। ତାପରେ ଆଣ୍ଟି ଫଙ୍ଗାଲରେ ଦେଖ, କେଟୋକୋନାଜୋଲ, ଏଗୁଡ଼ା ଚେକ୍ କରିଦେବ ହେଲା। ହେଲେ ବି ଟିକେ ଅଧେ ମୁଁ କହିଦେଉଛି, ଦେଖ ହାଇପୋଗ୍ଲିସେମିକ୍ ଏଜେଣ୍ଟ, ଭେରି ଭେରି ଇମ୍ପୋର୍ଟାଣ୍ଟ, ये ଲଙ୍ଗ କ୍ୱେଶ୍ଚନରେ ଆସେ। ତାପରେ ଦେଖ ଡାୟୁରେଟିକ୍ସ, ଲଙ୍ଗ କ୍ୱେଶ୍ଚନ୍ ଆସିବ। ଏଠି ତ ବିଲକୁଲ ଷ୍ଟାର ମାର୍କ ନାଇନି। ଆଣ୍ଟି ଆଞ୍ଜିଆଲ ଏଜେଣ୍ଟ, ଡେଫିନେସନ୍ ପଢ଼ିକିନା ଯିବ, ୟାର କୌଣସି ପ୍ରକାର ଆଉ ଷ୍ଟ୍ରକ୍ଚର୍ସ ନାହିଁ। ଆଣ୍ଟି ହାଇପୋଟେନ୍ସିଭ୍ ଏଜେଣ୍ଟ, ଭେରି ଭେରି ଇମ୍ପୋର୍ଟାଣ୍ଟ, ଲଙ୍ଗ କ୍ୱେଶ୍ଚନ୍ ଆସିବ। ଆଣ୍ଟି ଆରିଥମେଟିକ୍ ଏଜେଣ୍ଟ, ଫେନିଟୋନ୍ ସୋଡ଼ିୟମ, ଷ୍ଟ୍ରକ୍ଚର୍ସ ଆସିବ ୱିଥ୍ ଆଇପିଏସ୍। ଦେଖ ଆଉ ତାହାର କାହାରିର ବି ଷ୍ଟାର ମାର୍କ ନାହିଁ। ତାପରେ ଦେଖ ଡ୍ରଗ୍ ଆକ୍ଟିଂ ଅନ୍ ଅଟୋନୋମିକ୍ ନର୍ଭସ୍ ସିଷ୍ଟମ୍ସ ଭିତରେ ଭେରି ଭେରି ଇମ୍ପୋର୍ଟାଣ୍ଟ, ନରଏପିନେଫ୍ରିନ୍, ନେଫାଜୋଲିନ୍, ଏଗୁଡ଼ା ସବୁ ଷ୍ଟ୍ରକ୍ଚର, ଖାଲି ଅନଲି ଷ୍ଟ୍ରକ୍ଚର୍ସ, ଆଇପିଏସ୍ ୟୁଜ୍ ତ ବାବୁ ସେ ଭିତରେ ପଳେଇ ଆସିବ। ବୁଝିପାରିଲ ନା, ଯାହାର କ୍ଲାସିଫିକେସନ ଭିତରେ ଆସୁଛି ତାର ୟୁଜ୍ ଗୋଟେ ଗୋଟେ ମନେ ରଖିବ କେବଳ ୟାର। ପ୍ରପ୍ରାନୋଲୋଲ, ଆଟେନୋଲୋଲ, ଠିକ ଅଛି, ଏସିଟାଇଲ କୋଲିନ୍, ଏଗୁଡ଼ା ସବୁ ମନେ ରଖିବ। ତାପରେ ଆନାସ୍ଥେଟିକ୍ ଲେଖିଲେ, ଆନାସ୍ଥେଟିକ୍ ଦେଖ ଥାୟୋପେଣ୍ଟାଲ ସୋଡ଼ିୟମ, କେଟାମାଇନ୍ ହାଇଡ୍ରୋକ୍ଲୋରାଇଡ୍, ଏଗୁଡ଼ା ଡାଇରେକ୍ଟ ଆସେ। ଷ୍ଟ୍ରକ୍ଚର୍ସ ୱିଥ୍ ଆଇପିଏସ୍ ହେଇଯିବ ସମସ୍ତଙ୍କର। ଚାପ୍ଟର ନମ୍ବର 5 ପହଞ୍ଚିଗଲେ। ନେକ୍ସଟ କ୍ଲାସରେ ଆମେ ପାଠ ପଢ଼ିବା ଚାପ୍ଟର ନମ୍ବର 5। ଦେଖ ଆମେ ଡ୍ରଗ୍ ଆକ୍ଟିଂ ଅନ୍ ସେଣ୍ଟ୍ରାଲ ନର୍ଭସ୍ ସିଷ୍ଟମ୍ସ, ଆନାସ୍ଥେଟିକ୍ ପାଠ ପଢ଼ିବା, ଭେରି ଭେରି ଇମ୍ପୋର୍ଟାନ୍ସ। ଆନାସ୍ଥେଟିକ୍ କେତେ ପ୍ରକାର, ଆନାସ୍ଥେଟିକ୍ କେମିତି କାମ କରେ, କେମିଷ୍ଟ୍ରିରେ ତୁମର ମେକାନିଜିମ୍ ଅଫ୍ ଆକ୍ସନ୍ ନାହିଁ, ହେଲେ ବି ଯେତିକି କିଛି ପସିବୁଲ୍ ହେଇପାରିବ ମୋ ପଟୁ ବୁଝେଇବାର ଥି ତୁମ ମେକାନିଜିମ୍ ଅଫ୍ ଆକ୍ସନ୍ କହିଦେବି। କହିଦିଆଯିବ, କିଛି ଅସୁବିଧା ନାହିଁ। ନହେଲେ ତମେ ବୁଝିପାରିବନି ଡ୍ରଗ୍ ଆକ୍ଟିଂ କେମିତି କାମ କରେ। ଏଇଟା ଆକ୍ଚୁଆଲି ତୁମର କଲେଜରେ ପାଠ ପଢ଼ିବା କଥା, ଫାର୍ମାକୋଲୋଜିରେ ସେକେଣ୍ଡ ଇୟରରେ ପାଠ ପଢ଼ିବ ସେଗୁଡ଼ା, କିନ୍ତୁ ହେଲେ ବି ଟିକେ ଅଧେ ତୁମକୁ କହିଦେବା। ଆମେ ନେକ୍ସଟ କ୍ଲାସରେ ଦେଖା ହବ ଡ୍ରଗ୍ ଆକ୍ଟିଂ ଅନ୍ ସେଣ୍ଟ୍ରାଲ ନର୍ଭସ୍ ସିଷ୍ଟମ୍ସ, ଆନାସ୍ଥେଟିକ୍ସ, ଠିକ୍ ଅଛି। ହଉ, ଥ୍ୟାଙ୍କ ୟୁ।